ଲାଗୁନି ଭଲ ଲାଗୁଛି। ତମ ଏଠି ସାମ୍ନାଟା ମୋ ଏଠିରେ ସେଇଟା ମୋ ପାଖକୁ ପଠେଇଲେ ମୁଁ ଛାଡ଼ିପାରିବି। ଛାଡ଼ିବା ଦେଖିବା। ଏଇ କ'ଣ ଗୋଟେ କଥା ପଚାରୁଛି କହୁନ? ଟିକେ ବନ୍ଦ କର। ସେ ଫୋନ୍ରେ ରିଲ୍ସ କରୁଛନ୍ତି, ମୋତେ ଦେଖୁଛନ୍ତି। ଦେଖ ଭଲ ଲାଗୁଛି କି ନାହିଁ, ମୁଁ ଛାଡ଼ିବି। ଭଲ ଲାଗୁଛି, ତାଙ୍କ ରିଲ୍ସ ଗୁରା ବଢ଼ିଆ ଲାଗୁଛି ସବୁଠୁ। ସତରେ ବା। ଏଇ ଇଆଡ଼ ଆଣୁନ। କୁହ ତମ ସ୍ତ୍ରୀ ବିଷୟରେ କିଛି କହିପାରିବ? ବହୁତ କିଛି ଅଛି କହିବାକୁ, କିନ୍ତୁ କହିବାକୁ ଚାହୁଁନି। ମାନେ ଭଲ ନା ଖରାପ? ଏଇ ବହୁତ କିଛି ଭଲ ଜିନିଷ ଅଛି କହିବାକୁ, ଖରାପଟା ଅଧିକା। ଖରାପଟା ଅଧିକା ଅଧିକା ଖରାପ ନାହିଁ। ନାଇଁ ନାଇଁ, ବେଶୀ ଅଛି। ମୁଁ ସତ କଥା, ମୋର ଟିକେ ଭାରି ଇଚ୍ଛା, ମୁଁ ଚାହୁଁଛି ଆମେ ଦୁଇ ଜଣ ଟିକେ ବସିକି କଥା ହେବୁ, ଯେଉଁଟାକି ମୁଁ ଭିଡ଼ିଓରେ ସେଇଟା ଅପଲୋଡ଼ କରିବାକୁ ଚାହୁଁଛି। ମୋର ବହୁତ ଦିନର ଇଚ୍ଛା ଅଛି ତାଙ୍କ ମୁହଁରୁ କିଛି ଶୁଣିବା ପାଇଁ, କାହିଁକିନା ସବୁଦିନେ ସ୍ୱାମୀମାନଙ୍କ ମୁହଁରୁ ପ୍ରଶଂସା ଶୁଣି ହୁଏନି। ଟିକେ ଟାଇମ୍ ତ ନିଶ୍ଚୟ ବାହାର କରି ତାଙ୍କୁ ବି କହିବି, ଟିକେ ଟାଇମ୍ ବାହାର କର, ଦୁଇ ଜଣ ଟିକେ କଥା ହେବୁ, ଯେଉଁଟାକି ଆପଣମାନଙ୍କ ସାଙ୍ଗେ ସେୟାର କରିବି। ତୁମେ ପଦେ ତ କିଛି କୁହ, କିଛି କୁହ, କିଛି ଟିକେ। କ'ଣ କହିବି? ମୋର ତ ଟାଇମ୍ ହେଇଗଲାଣି, ମୁଁ ପଳେଇବି। ବସିଥିଲି ଯେହେତୁ ଗାଡ଼ି ଆସିକି ଅପେକ୍ଷା କରିଛି, ସେଇଥିପାଇଁ ମୁଁ କହିଲି ଟିକେ ଭିଡ଼ିଓ କରିଦେବା। କହୁନ କ'ଣ, ମାନେ ଗୋଟିଏ ଲାଇନ୍ରେ କୁହ। ତୁମ ସ୍ତ୍ରୀର ମାନେ ବେଶୀ ବ୍ୟାଖ୍ୟା କରିବା ଦରକାର ନାହିଁ, ଗୋଟିଏ ଲାଇନ୍ରେ କୁହ। ଟାଇମ୍ ବାହାର କରିକି କିନ୍ତୁ କଥା ହେବୁ, ବହୁତ ସାରା କଥା ଅଛି। ଅଛି ତ ବହୁତ ସାରା କଥା, କିନ୍ତୁ କହିହେବନି ଏବେ। ଏବେ ଆଉ କେତେବେଳେ କହିବି? ଏବେ ଟାଇମ୍ ନାହିଁ। ନା। ଏବେ ଟାଇମ୍ ନାହିଁ। ମୁଁ ସ୍କୁଲ ଏବେ ଗାଡ଼ି ପଳେଇ ଆସିଲାଣି, ମୁଁ ଯିବି। ଟାଇମ୍ ବାହାର କରିକି ସତ କଥା କଥା ହେବୁ, ବହୁତ ସାରା କଥା ଅଛି। ଏବେ ରଖୁଛି। ଅନେଇ ଦିଅ ଟିକେ ଆଡ଼େ। ବାଇଗର ବାଇଗର ନ ବାଏ।